प्रभु जीशुख्रीष्टଙ୍କ नामରେ ଆପଣମାନଙ୍କୁ ସମସ୍ତଙ୍କୁ ମୋ ତରଫରୁ ନମସ୍କାର। प्रभु ଆପଣମାନଙ୍କୁ आशीर्वाद କରନ୍ତୁ। ଆଜି ଆମ୍ଭେମାନେ ବାକ୍ୟ ପଢ଼ିବା। ଆଜି ଯେଉଁ ବାକ୍ୟ ପଢ଼ିବା ଗୀତ ସଂହିତା 1 ଅଧ୍ୟାୟ 1 ପଦରୁ 6 ପଦ ଆଜି ଆମ୍ଭେମାନେ ପାଠ କରିବା। ଆଉ ପରମେଶ୍ୱରଙ୍କ ବାକ୍ୟରେ ଏପରି ଲେଖା ଅଛି, ସଫଳତାର ପଥ। ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କି ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆନନ୍ଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କ ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସୁସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ। ପୁଣି ସେ ଯାହା କରେ ତାହା ସଫଳ ହେବ। ଦୁଷ୍ଟମାନେ ସେ ପ୍ରକାର ନୁହନ୍ତି, ମାତ୍ର ବାୟୁ ଦ୍ୱାରା ଚାଳିତ ତୃଷତୁଲ୍ୟ ଅଟନ୍ତି। ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି, ମାତ୍ର ଦୁଷ୍ଟମାନଙ୍କର ପଥ ବିନଷ୍ଟ ହେବ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।